କେହି ଜଣେ ଅତି ସୁନ୍ଦର କଥା କହିଥିଲେ, ନା ହାରିବା ଜରୁରୀ ଅଟେ ନା ଜିତିବା ଜରୁରୀ ଅଟେ। ଜୀବନ ଏକ ଖେଳ ହୋଇଥାଏ ବନ୍ଧୁ, ଏହାକୁ ଖେଳିବା ଜରୁରୀ ଅଟେ। ସଫଳତା ହାତରେ ଲେଖା ନଥାଏ, ଏହା ଲେଖା ଥାଏ ପରିଶ୍ରମ ଉପରେ। ସେହି ଲୋକ ସବୁଠାରୁ ଭାଗ୍ୟବାନ ଅଟନ୍ତି ଯେଉଁମାନେ ଠିକ୍ ସମୟରେ ଠିକ୍ କଥା ବୁଝିଯାଆନ୍ତି। କାହିଁକି ନା କୌଣସି ଲୋକ ସମୟ ପୂର୍ବରୁ କେବେ ବୁଝିପାରିନଥାଏ, ଆଉ ଯେତେବେଳେ ବୁଝେ ସେତେବେଳେ ସମୟ ହିଁ ନଥାଏ। ବନ୍ଧୁମାନେ ଖାଲି ଆଶା କରି ବସିଲେ କେବେ ସଫଳ ମିଳିନଥାଏ, ସେଥିପାଇଁ ପରିଶ୍ରମ କରିବାକୁ ପଡ଼ିଥାଏ। ସବୁବେଳେ ଗୋଟେ କଥା ମନେ ରଖିଥିବେ, ଗୋଟେ ଛୋଟ ପରିବର୍ତ୍ତନ ଏକ ବଡ଼ ସଫଳତାର ଶୁଭାରମ୍ଭ ହୋଇଥାଏ। ଯିଏ ବାରମ୍ବାର ଚେଷ୍ଟା କରି ଚାଲିଥାଏ ସେ ଦିନେ ନା ଦିନେ ସଫଳତା ନିଶ୍ଚୟ ପାଇଥାଏ। ଯିଏ ଗୋଟିଏ ଥର ହାର ମାନିଯାଏ ସେ ତାର ବିଫଳତାରେ ନିଜେ ହିଁ ଦାୟୀ ହୋଇଥାଏ। ଯଦି ଅନୁଭବ ହୁଏ କି ଲକ୍ଷ୍ୟ ପଥରେ ପହଞ୍ଚିବା ଅସମ୍ଭବ ବୋଲି, ତେବେ ରାସ୍ତା ବଦଳାନ୍ତୁ, କିନ୍ତୁ ଲକ୍ଷ୍ୟକୁ ନୁହେଁ। ଯେଉଁ ଲୋକ ସଚ୍ଚୋଟ ହୃଦୟର ହୋଇଥାଏ ଭଗବାନ ତାର କଡ଼ା ପରୀକ୍ଷା ନିଅନ୍ତି। ଯଦି ମନ ଉଦାସ ଅଛି ତେବେ ଏକୁଟିଆ କାନ୍ଦନ୍ତୁ, କାହିଁକି ନା ତୁମର ଲୁହ ପୋଛିବା ପାଇଁ କେହି ଆସିବେ ନାହିଁ। କାହା ପଛରେ ଏମିତି ପଡ଼ିଯାଆନ୍ତୁ ନାହିଁ କି ତୁମର ଗୋଡ଼ ଅପେକ୍ଷା ତୁମର ହୃଦୟ ଅଧିକ ଥକିଯିବ। କାହାକୁ ପ୍ରେମ କରିବା ବଡ଼ କଥା ନୁହେଁ, କିନ୍ତୁ କାହାର ପ୍ରେମକୁ ପାଇବାଟା ହିଁ ବଡ଼ କଥା ହୋଇଥାଏ। ବେଳେବେଳେ ମଣିଷ ଏତେ ଭାଙ୍ଗି ପଡ଼େ ଯେ ସେ କାହା ସହିତ କଥା ହେବା ତ ଦୂରର କଥା, ବଞ୍ଚିବାକୁ ବି ଇଚ୍ଛା କରିନଥାଏ। ଦୁନିଆ ବହୁତ ବଦଳିଗଲାଣି ବନ୍ଧୁ। ଏଠି ସାଧା ସରଳ ଲୋକଙ୍କୁ ଦୁନିଆ ବହୁତ ବୋକା ବୋଲି ଭାବିଥାଏ। ଯେଉଁ ଲୋକ ସମୟ ଆସିଲେ ବଦଳି ଯାଆନ୍ତି ସେମାନେ କେବେ ବି ନିଜର ହୁଅନ୍ତି ନାହିଁ। ଯେଉଁ ଲୋକ ଆଗରେ ଗୋଟେ କଥା କହି ପଛରେ ଆଉ ଗୋଟେ କଥା କହିଥାଏ ସେ ଲୋକଠାରୁ ସର୍ବଦା ଦୂରେଇ ରୁହନ୍ତୁ, କାହିଁକି ନା ସେହି ଲୋକମାନେ ବିଷଧର ସର୍ପଠାରୁ ବି ଭୟଙ୍କର ହୋଇଥାନ୍ତି। ଏ ଜୀବନ ଆପଣଙ୍କର, ଆପଣ ନିଜ ଇଚ୍ଛାରେ ବଞ୍ଚନ୍ତୁ। କାହା ପଛରେ ଅଯଥା ପଡ଼ିକି ନିଜର ସମୟ ନଷ୍ଟ କରନ୍ତୁ ନାହିଁ, ଯାହାର ତୁମ ପାଇଁ କୌଣସି ଚିନ୍ତା ନାହିଁ। ଏହି କଥା ଅପ୍ରିୟ ସତ୍ୟ ଅଟେ। ଲୋକମାନଙ୍କର ଆବଶ୍ୟକତା ପଡ଼ିଲେ କୌଣସି ସମ୍ପର୍କ ନଥାଇ ମଧ୍ୟ ସେମାନେ ସମ୍ପର୍କ ଯୋଡ଼ିଥାନ୍ତି, ଆଉ ଆବଶ୍ୟକତା ପୂରଣ ହୋଇଗଲା ପରେ ତୁମକୁ ଚିହ୍ନି ମଧ୍ୟ ପାରିବେ ନାହିଁ। ଯେଉଁ ଲୋକ ଅନ୍ୟକୁ କଷ୍ଟ ଦିଅନ୍ତି ସେମାନେ ଭାବିବା ଦରକାର କି ଦୁଇଟି ଆଖି ତାଙ୍କ ପାଖରେ ବି ଅଛି, ଆଉ କେତେବେଳେ ବି ସେ ଆଖିରୁ ଲୁହର ବର୍ଷା ହୋଇଯାଇପାରେ। ଯେଉଁଠି ମନ ଭାଙ୍ଗି ଯାଇଥାଏ ସେଠାରେ ଜବରଦସ୍ତି କଥା ହେବା କୌଣସି ଦରକାର ନାହିଁ। ଯଦି ମୁହଁରେ କହିବା ଅଭ୍ୟାସ ରଖୁଛନ୍ତି ତେବେ ମୁହଁରେ ଶୁଣିବାକୁ ବି ଅଭ୍ୟାସ ରଖନ୍ତୁ। ଏ ଦୁନିଆ ବି ବଡ଼ ଅଜବ ହୋଇଥାଏ। ଭଲ ମଣିଷ ହେବାଠାରୁ ଭଲ ଦେଖାଯିବାକୁ ଲୋକମାନେ ବେଶୀ ପସନ୍ଦ କରନ୍ତି। ଲୋକମାନେ କୁହନ୍ତି ସଚ୍ଚା ପ୍ରେମ ହୃଦୟରୁ ହୋଇଥାଏ, କିନ୍ତୁ ପ୍ରକୃତ ସତ୍ୟ ଏହା ଅଟେ ଯେ ଲୋକମାନେ ପଇସା ଆଉ ଚେହେରା ଦେଖି ପ୍ରେମ କରିଥାନ୍ତି। ସମ୍ପର୍କକୁ ଯୋଡ଼ିବା ବହୁତ ସହଜ, କିନ୍ତୁ ସମ୍ପର୍କକୁ ବଜାୟ ରଖିବା ଏକ ତପସ୍ୟା ସହିତ ସମାନ ହୋଇଥାଏ। ଶ୍ରୀକୃଷ୍ଣ କୁହନ୍ତି, ଯିଏ ତୁମର ଠିକ୍ କଥାରୁ ବି ଭୁଲ ଅର୍ଥ ବାହାର କରିଥାଏ ତାକୁ ବୁଝାଇ ତୁମର ମୂଲ୍ୟବାନ ସମୟକୁ ନଷ୍ଟ କର ନାହିଁ। ନିଜର କେବଳ
ସେଇ ଲୋକମାନେ ହୋଇଥାନ୍ତି ଯିଏ ତୁମର କଷ୍ଟକୁ ବୁଝିଥାନ୍ତି। ନହେଲେ ବାଟରେ ଯିବାବେଳେ ତ ସମସ୍ତେ ଭଲ ମନ୍ଦ ପଚାରନ୍ତି। ପରିଶ୍ରମର ଫଳ ଆଉ ସମସ୍ୟାର ସମାଧାନ ବିଳମ୍ବ ହେଉ ପଛେ ନିଶ୍ଚୟ ମିଳିଥାଏ। ଯେତେବେଳେ ଆପଣ ନିଜେ ଅନ୍ୟର ଭଲ ଚାହିଁଥାନ୍ତି, ତେବେ ଈଶ୍ୱର ଆପଣଙ୍କର ବି ଭଲ କରିଥାନ୍ତି। ସାହାଯ୍ୟ ମାଗିବା ପାଇଁ ତ ସମସ୍ତେ ଆସନ୍ତି, କିନ୍ତୁ ଯେତେବେଳେ ଆପଣଙ୍କର ସାହାଯ୍ୟ ପଡ଼ିଥାଏ ସେତେବେଳେ କେହି ଆସିନଥାନ୍ତି। ଶ୍ରୀକୃଷ୍ଣ କୁହନ୍ତି, ଭଲ କର୍ମ କରନ୍ତୁ ଏବଂ ତାକୁ ଭୁଲି ଯାଆନ୍ତୁ। ସମୟ ଆସିଲେ ନିଶ୍ଚୟ ମିଳିବ। ଯେତେବେଳେ ପରମାତ୍ମା ଆପଣଙ୍କୁ ଭଲ ପାଆନ୍ତି, ତେବେ ସେହି ସବୁ ଆପଣଙ୍କ ପାଇଁ କରନ୍ତି ଯାହା ଆପଣଙ୍କ ପାଇଁ ଭଲ ହୋଇଥାଏ, ଆଉ ସେହି ଲୋକଙ୍କୁ ତୁମଠାରୁ ଦୂରେଇ ଦିଅନ୍ତି ଯିଏ ତୁମ ପାଇଁ ଯୋଗ୍ୟ ନଥାଏ। ନିଜର ସମସ୍ୟା କାହାକୁ କୁହନ୍ତୁ ନାହିଁ, କାହିଁକି ନା ତୁମର କଥା ଲୋକମାନଙ୍କୁ କିଛି ଫରକ ପଡ଼େ ନାହିଁ। ଶ୍ରୀକୃଷ୍ଣ କୁହନ୍ତି, ଯଦି କେହି ତୁମ ମୂଲ୍ୟ ବୁଝିପାରୁନାହିଁ, ତେବେ ବିଲକୁଲ ବି ମନ ଦୁଃଖ କରନ୍ତୁ ନାହିଁ। ଯେ ପର୍ଯ୍ୟନ୍ତ ନିଜକୁ କଷ୍ଟ ନ ହୋଇଛି, ସେ ପର୍ଯ୍ୟନ୍ତ ଆମେ ଅନ୍ୟର କଷ୍ଟକୁ ବୁଝିପାରନ୍ତି ନାହିଁ। ଦୁନିଆରେ ଯେତେ ଭିଡ଼ ବଢ଼ୁଛି, ଲୋକମାନେ ସେତେ ଅଧିକ ଏକା ହୋଇଯାଉଛନ୍ତି। ଯଦି ସତ କହିବାର ଅଭ୍ୟାସ ଅଛି, ତେବେ ଏକା ଚାଲିବାର ବି ଅଭ୍ୟାସ କରନ୍ତୁ। ସେହି ଲୋକମାନଙ୍କ ଠାରୁ ସର୍ବଦା ନିଜକୁ ଦୂରେଇ ରଖନ୍ତୁ ଯେଉଁମାନେ ଆପଣଙ୍କ ହୃଦୟରେ ନୁହେଁ, ମସ୍ତିଷ୍କରେ ବାସ କରିଥାନ୍ତି। ଯିଏ ଆପଣଙ୍କ ଦୁଃଖ ଦେଖି କାନ୍ଦି ପକାଇଥାଏ, ସିଏ କେବେ ବି ଆପଣଙ୍କୁ ଦୁଃଖ ଦେଇପାରେ ନା। ଗୋଟେ କଥା ସବୁବେଳେ ମନେ ରଖିଥିବେ, ଯିଏ ଅନ୍ୟର କଥାକୁ ତୁମ ଆଗରେ କହୁଛି, ସେ ମଧ୍ୟ ତୁମର କଥାକୁ ଅନ୍ୟ ଆଗରେ ନିଶ୍ଚୟ କହିବ। ପ୍ରେମ ଆଉ ମୃତ୍ୟୁ ମଧ୍ୟରେ ଏହି ଏକ ସମାନତା ଥାଏ। ଏହା କୌଣସି ବୟସ କି ସ୍ଥାନ କି ସମୟ ଦେଖିନଥାଏ। କେବେ କାହା ଉପରେ ଆଖି ବନ୍ଦ କରିକି ବିଶ୍ୱାସ କରନ୍ତୁ ନାହିଁ, କାରଣ ଏ ଦୁନିଆ ଏତେ ବି ଭଲ ନୁହେଁ କି କିଏ ଆପଣଙ୍କର ଭରସାକୁ ବଜାୟ ରଖିବ। ଚରିତ୍ର ଯଦି ସଫା ଆଉ ଉଦ୍ଦେଶ୍ୟ ଯଦି ଠିକ୍ ଥାଏ, ତେବେ ଈଶ୍ୱର ଆପଣଙ୍କୁ ନିଶ୍ଚିନ୍ତ ଭାବରେ ସାହାଯ୍ୟ କରିବେ। ଯଦି ଲୋକମାନେ ତୁମକୁ ଖରାପ କହିଲେ ତୁମେ ଦୁଃଖୀ ହୋଇଯାଅ, ଆଉ ଭଲ କହିଲେ ତୁମେ ଖୁସି ହୋଇଯାଅ, ତେବେ ତୁମେ ବୁଝିଯାଅ କି ତୁମେ ନିଜକୁ ଏକ କାଠ କଣ୍ଢେଇ ପରି ବନାଇ ସାରିଛ। ତୁମେ ଏକ ଏମିତି କାଠ କଣ୍ଢେଇ ହୋଇସାରିଛ ଯାହାର ଦୁଃଖ ଆଉ ସୁଖ ଅନ୍ୟମାନଙ୍କ ହାତରେ ଅଛି। ସେଥିପାଇଁ ଜୀବନରେ ଯଦି ଖୁସିରେ ରହିବାକୁ ଚାହୁଁଛ, ତେବେ ଲୋକଙ୍କ କଥାକୁ ବିଲକୁଲ ବି ଦେହକୁ ନିଅନ୍ତୁ ନାହିଁ, କାହିଁକି ନା ଲୋକମାନେ ଅମୃତ କିଣିଲା ବେଳେ ବି ପଚାରନ୍ତି, ଭାଇ ଏହା ମିଠା ଅଛି ନା? ଲୋକମାନେ ଆପଣଙ୍କ ସାମ୍ନାରେ କହିବେ, ଆମେ ଚାହୁଁଛୁ ତୁମେ ବହୁତ ସଫଳତା ପାଅ, କିନ୍ତୁ ଭିତରେ ଭିତରେ ସେମାନେ ଏହା ଚାହିଁବେ ନାହିଁ କି ଆପଣ ତାଙ୍କଠାରୁ ଅଧିକ ସଫଳ ହୁଅନ୍ତୁ। ବନ୍ଧୁମାନେ କେବେ ଅନ୍ୟକୁ ନିଜ ବିଷୟରେ କହି ନିଜର ସମୟକୁ ନଷ୍ଟ କରନ୍ତୁ ନାହିଁ, କାହିଁକି ନା ଆପଣ ନିଜ ବିଷୟରେ ଯେତେ କହିଲେ ବି ଲୋକମାନେ ସେତିକି ବୁଝିବେ ଯେତିକି ତାଙ୍କର ଓକାତ ଥିବ। ତୁମର ତୁଳନା ଆଉ କାହା ସହିତ କରନ୍ତୁ ନାହିଁ, କାହିଁକି ନା ସୂର୍ଯ୍ୟ ଓ ଚନ୍ଦ୍ର ଦୁଇ ଜଣ ଆଲୋକ ଦେଇଥାନ୍ତି, କିନ୍ତୁ ଯେତେବେଳେ ତାଙ୍କର ସମୟ ଆସିଥାଏ, ସେମାନଙ୍କ କଥାକୁ ବିଲକୁଲ ବି ଧ୍ୟାନ ଦିଅନ୍ତୁ ନାହିଁ। ଯେଉଁମାନେ ପଛରେ ଆପଣଙ୍କର ଚୁଗୁଲି କରିଥାନ୍ତି, ଏହାର ସିଧା ଅର୍ଥ ହେଲା
ଆପଣ ତାଙ୍କଠାରୁ 2 ପାଦ ଆଗରେ ଅଛନ୍ତି। କିଛି କହିବା ପୂର୍ବରୁ କିଛି ଭାବି ନିଅନ୍ତୁ, କାରଣ କହିବା ପରେ ଭାବିବା ପାଇଁ ଆଉ କିଛି ନଥାଏ, ଥାଏ କେବଳ ପଶ୍ଚାତାପ। ଜୀବନରେ ଯଦି ଆଗକୁ ବଢ଼ିବାର ଅଛି ତେବେ କାଲା ହୋଇଯାଆନ୍ତୁ, କାରଣ ଅଧିକାଂଶ ଲୋକ କେବଳ କଥା ଦ୍ୱାରା ହିଁ ତୁମର ମନୋବଳକୁ ଭାଙ୍ଗି ଦେଇଥାନ୍ତି। ଯଦି ଜୀବନରେ ଶାନ୍ତିରେ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ଲୋକଙ୍କ କଥାକୁ କେବେ ଦେହକୁ ନିଅନ୍ତୁ ନାହିଁ, କାହିଁକି ନା ଜୀବନ ଆଗକୁ ବଢ଼ିବା ପାଇଁ ହୋଇଛି, ଅଟକିବା ପାଇଁ ନୁହେଁ। ଦୁଃଖ କଷ୍ଟ ସମୟରେ ଯଦି କିଏ ଉପଦେଶ ମାଗନ୍ତି ତେବେ ଆପଣ ଉପଦେଶ ସହିତ ସାହାଯ୍ୟ ବି କରନ୍ତୁ, କାରଣ ଉପଦେଶ ଭୁଲ ହୋଇପାରେ କିନ୍ତୁ ସାହାଯ୍ୟ କେବେ ଭୁଲ ହୋଇନଥାଏ। ପ୍ରଭୁ ଶ୍ରୀକୃଷ୍ଣ କୁହନ୍ତି, ସମସ୍ୟା ସମସ୍ତଙ୍କର ଥାଏ, କିନ୍ତୁ ମନୁଷ୍ୟ ସବୁବେଳେ ନିଜ ସମସ୍ୟାକୁ ହିଁ ଅଧିକ ବଡ଼ ଓ କଠିନ ବୋଲି ଭାବିଥାଏ। ଏଣ୍ଡୁଅ ତ ପରିବେଶ ଅନୁସାରେ ରଙ୍ଗ ବଦଳାଇଥାଏ, କିନ୍ତୁ ମନୁଷ୍ୟ ପରିସ୍ଥିତି ଦେଖିକି ରଙ୍ଗ ବଦଳାଇଥାଏ। ଭାଙ୍ଗି ଯାଇଥିବା ବସ୍ତୁ ଆମକୁ ଅଧିକ ଅସୁବିଧାରେ ପକାଏ, ଯେମିତିକି ଭରସା, ହୃଦୟ, ନିଦ ଏବଂ ବିଶ୍ୱାସ। ନୀରବତା ଏବଂ ହସ ଏହା ଦୁଇଟି ଶକ୍ତିଶାଳୀ ଉପକରଣ ଅଟେ। ନୀରବତା ଦ୍ୱାରା ବହୁତ ସମସ୍ୟାର ସମାଧାନ ଆପେ ଆପେ ହୋଇଯାଇଥାଏ, ଆଉ ହସ ବହୁତ ଅସୁବିଧାରୁ ବଞ୍ଚାଇ ଦେଇଥାଏ। କୌଣସି ମଣିଷ ବିନା କାରଣରେ କେବେ ବଦଳି ନଥାଏ। ଜୀବନରେ ଏମିତି କିଛି ଘଟିଥାଏ ଯାହା ମନୁଷ୍ୟକୁ ବଦଳି ଯିବାକୁ ବାଧ୍ୟ କରିଥାଏ। ଜୀବନ ତ ପ୍ରତ୍ୟେକ ଦିନ ମିଳିଥାଏ, କିନ୍ତୁ ମୃତ୍ୟୁ କେବଳ ଗୋଟିଏ ଥର ମିଳିଥାଏ। ପ୍ରଭୁ ଶ୍ରୀକୃଷ୍ଣ କୁହନ୍ତି, ଯିଏ ଆପଣଙ୍କୁ ଖରାପ କହୁଛି ତାକୁ କହିବାକୁ ଦିଅନ୍ତୁ, କାରଣ ଏଭଳି ଛୋଟ କାମ କେବଳ ଛୋଟ ଲୋକମାନେ ହିଁ କରିଥାନ୍ତି। କେବଳ ଧୋକା ଦେବା ଧୋକା ହୋଇନଥାଏ, କାହା ସହିତ ନିଜର ଭଳି ନାଟକ କରିବା ବି ବହୁତ ବଡ଼ ଧୋକା ହୋଇଥାଏ। କେବେ ବି ସାହସ ହରାନ୍ତୁ ନାହିଁ। ଯେଉଁମାନେ କହୁଥିଲେ କି ତୁମ ଦ୍ୱାରା ଏ କାମ ହେବ ନାହିଁ, ତାଙ୍କୁ ବି କରିକି ଦେଖେଇବାର ଅଛି। କୌଣସି ସମ୍ପର୍କ କେବେ ନିଜ ଇଚ୍ଛାରେ ଯୋଡ଼ି ହୋଇନଥାଏ, କାହିଁକି ନା ଆପଣଙ୍କୁ କେବେ ଆଉ କାହା ସହିତ ମିଶିବାକୁ ହେବ ଏହା ଉପରବାଲା ହିଁ ସ୍ଥିର କରିଥାଏ। କହିବା ବାଲା ତ କିଛି ନ ଭାବି କହିଦିଏ, କିନ୍ତୁ ଶୁଣିବା ବାଲାକୁ ବେଶୀ କଷ୍ଟ ହୋଇଥାଏ। ମନ ଯଦି ଖରାପ ଥାଏ ତେବେ ଆପଣ କେବେ ବି ଖରାପ ଶବ୍ଦ କୁହନ୍ତୁ ନାହିଁ, କାରଣ ମନ ତ ପରେ ଠିକ୍ ହୋଇଯିବ, କିନ୍ତୁ ଆପଣ କହିଥିବା ଶବ୍ଦ କେବେ ଠିକ୍ ହେବ ନାହିଁ। ଧୋକା ଦେବା ଏକ କରଜ ହୋଇଥାଏ, ଯାହା ଆଉ କାହାଠାରୁ ନିଶ୍ଚୟ ମିଳିଥାଏ। ସେହି ବ୍ୟକ୍ତିର ଶକ୍ତି ସହିତ କିଏ ବି ମୁକାବିଲା କରିପାରନ୍ତି ନାହିଁ, ଯାହା ପାଖରେ ସହନ ଶକ୍ତି ଥାଏ। ଜୀବନରେ ତ୍ୟାଗ ବିନା କିଛି ବି ସମ୍ଭବ ନୁହେଁ, କାରଣ ପ୍ରଶ୍ୱାସ ନେବାକୁ ହେଲେ ପ୍ରଥମେ ନିଶ୍ୱାସ ଛାଡ଼ିବାକୁ ପଡ଼ିଥାଏ। ଯେଉଁ ଲୋକ ଆପଣଙ୍କର ଭାବନାକୁ ଗୁରୁତ୍ୱ ଦିଅନ୍ତି ନାହିଁ, ତାଙ୍କୁ ବିଦାୟ ଦେବା ବି କିଛି ଭୁଲ ହୋଇନଥାଏ। କ୍ଷମା ମାଗୁଥିବା ଲୋକ କେବେ ଭୁଲ ହୋଇନଥାଏ। କିଛି ଲୋକ ଏଥିପାଇଁ ନଇଁଯାଆନ୍ତି କି ତାଙ୍କର ସମ୍ପର୍କଟି ଭାଙ୍ଗି ନଯାଉ। କୌରବଙ୍କ ବିରୋଧରେ ଯୁଦ୍ଧ କରିବା ପାଇଁ ଅର୍ଜୁନ 10 ଲକ୍ଷ ସୈନ୍ୟଙ୍କୁ ତ୍ୟାଗ କରି କେବଳ ଶ୍ରୀକୃଷ୍ଣଙ୍କୁ ହିଁ ବାଛିଥିଲେ। ବିଶ୍ୱାସର ସବୁଠାରୁ ବଡ଼ ଉଦାହରଣ ଏହାଠାରୁ ଆଉ କ'ଣ ହୋଇପାରେ? ଯଦି ଆପଣ କାହାକୁ ଭରସା କରୁଛନ୍ତି
ତେବେ ଟିକେ ସତର୍କ ରୁହନ୍ତୁ। ନିଜ ଦାନ୍ତ ହିଁ ଜିଭକୁ ଆଘାତ ଦେଇଥାଏ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇକି ରୁହନ୍ତୁ। ପୁନର୍ବାର ଦେଖାହେବ ଏକ ନୂତନ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।